ମୁଁ ଶ୍ରୀ ଜଗତଜ୍ୟୋତି ପାଢୀ ନୂଆ ଶାସନ ଗ୍ରାମର ଜଣେ ଗ୍ରାମବାସୀ। ପ୍ରଭୁ ଶ୍ରୀ ଶ୍ରୀ ଦେବଦେବ ମହାଦେବ ବାବା କୁମାରେଶ୍ୱର ଗତ ବର୍ଷ 2025 ମସିହା ଜୁଲାଇ ମାସ 3 ଏବଂ 4 ତାରିଖ 2, 3, 4 ତାରିଖ ଜୁଲାଇ ମାସ 2025 ମସିହାରେ ବିଗତ ବର୍ଷ ପ୍ରଭୁଙ୍କର ରୌପ୍ୟ କିରୀଟ ଉତ୍ତୋଳନ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଥିଲା। এই কিরীট উৎসব সময় প্রভুর আদেশ মুতাবক প্রভু যে রূপ পরিবর্তন করে যে ভিন্ন এক রূপে ভক্ত মানুষ দর্শন দিয়ে সেই সময় ভক্ত মান মନରେ উঁকি মারিথিবা প্রভুঙ্কর বিবাহ উৎসব আজি তো স্বপ্ন লা সব ভক্ত মানকর শ্রদ্ধা মানকর তাহা আজি বাস্তব রূপে রূপায়িত হওয়া যাচ্ছি। আজি 11 তারিখ জুন মাস 11 তারিখ প্রভুঙ্কর লগ্ন ভরা এবং 18 তারিখ বর নিমন্ত্রণ এবং 19 তারিখ বিবাহ উৎসব মহা আড়ম্বরে পালন করা যাব। এই বিবাহ উৎসবে আমার পাখাপাখি 3-4টি পঞ্চায়েতর লোক এটি আসি আমাকে সহযোগ করছেন এবং এই বিবাহ উৎসব আমার গুয়ামাଳ পঞ্চায়েতর 3-4টি 5টি গাঁ কভর করে সারি আপনার দোলসাই পঞ্চায়েতকে মধ্য এটাকে পরিক্রমা করব পর এবং সেপাই সমস্ত গ্রামবাসী মানকর অখণ্ড সহযোগ এবং পার্শ্ববর্তী অঞ্চলর 2-3টি পঞ্চায়েতর সমস্ত শ্রদ্ধালু ভক্ত মানকর সহযোগ প্রভুঙ্ প্রতি রয়েছে। প্রভু দেবদেব মহাদেব বাবা কুমারেশ্বর বহু ডাকুয়া ঠাকুর কেউ অধয়া রোগরে পীড়িত কেউ দুঃসাধ্য রোগরে পীড়িত দুঃখী রঙ্কি যাହାର ଅଛି ଯାହାର ନ ଅଛି ସମସ୍ତେ ଆସନ୍ତି ପ୍ରଭୁଙ୍କ ପାଖରେ ତାଙ୍କର ବିନତି ଜଣାନ୍ତି। ପଶ୍ଚିମମୁଖୀ ଶିବ ମନ୍ଦିର ବିରଳ, ତେଣୁ ଅନେକ ଉପଚାର ମଧ୍ୟ ଆସି ପ୍ରଭୁଙ୍କ ପାଖରେ କରାଯାଏ ଭକ୍ତମାନଙ୍କର ଏବଂ ଅଧିକାଂଶ ସମୟରେ ପ୍ରଭୁଙ୍କର ଅଭିଷେକ କାର୍ଯ୍ୟକ୍ରମ ବର୍ଷ ସାରା ଲାଗି ରହିଛି। ତେଣୁ ସେଇ ପ୍ରଭୁଙ୍କର ଇଚ୍ଛାରେ ପ୍ରଭୁଙ୍କର ଦୟାରେ ଆମର ସମସ୍ତ ଗ୍ରାମବାସୀ এবং সমস্ত শ্রদ্ধালু যে প্রভুঙ্ পাখে তাঁর যতক টিকে নয়নরু অশ্রুধার টিকে নিগাড়ি দিয়েছেন প্রভু তাঁর ডাক নিশ্চিত শুনেছেন। এই কুমারেশ্বর দেবদেব বাবা মহাদেব কুমারেশ্বর মহিমা। ମୁଁ ଶ୍ରୀ କମଲୋଚନ ପାଣିଗ୍ରାହୀ ପିତା ସ୍ୱର୍ଗତ ବିଦ୍ୟୁତ ବିହାରୀ ପାଣିଗ୍ରାହୀ। କୁମାରେଶ୍ୱର ମନ୍ଦିର ଏ ଅଞ୍ଚଳର ସର୍ବପୁରାତନ ମନ୍ଦିର। ବାବାଙ୍କର ଆରଣୀ ମନ୍ଦିରକୁ ଛାଡ଼ିଦେଲେ ଆମର ଏ ମନ୍ଦିର ନିଶ୍ଚିତ ଭାବରେ ଦ୍ୱିତୀୟ ପୁରାତନ ମନ୍ଦିର। କ'ଣ ସାର୍ କହୁଛନ୍ତି? ଏଇଟା ନିଶ୍ଚିତ। ଏଠି ଆଗରୁ କିଏ ଗଢ଼ିଥିଲା ଏ ଭୂମି ଏଡ଼େ କଳା ବିଶାଳ କିସାସ ନଦୀ ଗର୍ଭେ ପୋତି ଏଡ଼େ ପଥର। ଏଠି ଆଗରୁ ନଦୀ ଥିଲା, ପଥର ଆଜ୍ଞା ଦଶଭୁଜା ନଦୀ ଥିଲା। ଇଏ ଦଶଭୁଜା ନଦୀ କୂଳରେ ଏ ପ୍ରକାର ଗୋଟେ ମନ୍ଦିର ତିଆରି ହେବା ଆମ ପୂର୍ବପୁରୁଷଙ୍କୁ ସତରେ ତାଙ୍କ ପଦାରବିନ୍ଦରେ ଶତକୋଟି ପ୍ରଣାମ ଯେ ଆମ ପାଇଁ ଏକ ପଶ୍ଚିମମୁଖୀ ଦେବଦେବ ମହାଦେବ ମନ୍ଦିର ହେଇଛନ୍ତି, ଯୋଉଟା କି କ୍ୱଚିତ ଦୃଶ୍ୟମାନ ହୁଏ। ଆଜ୍ଞା, ମୁଁ ରଶ୍ମିନନ୍ତା ପାଢୀ ନୂଆଶାସନ ଗ୍ରାମର ଅଧିବାସୀ ଅଟେ। ବାବାଙ୍କ ମହିମା କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ମୁଁ ପ୍ରଥମେ ବାବାଙ୍କ ପାଖକୁ ହିଁ ଯାଉନଥିଲି। ପରେ ସମସ୍ତଙ୍କ ମନରେ ସମସ୍ତେ ହିଁ ଯାଆନ୍ତି, ମୁଁ କେବେ ଯାଏନି। କାହିଁକିନା କୋଉଠି ନା କୋଉଠି ମନରେ ଉଙ୍କି ମାରେ। ସମସ୍ତେ ଯାଉଛନ୍ତି କଣ ମନରେ ଆକାଂକ୍ଷା ନେଇକି ଯାଉଛନ୍ତି, କଣ ସେମାନଙ୍କର ଆଶା ଅଛି, କଣ ଅଭିଳାଷ ଅଛି। ମୋ ମନରେ ଉଙ୍କି ମାରେ କିନ୍ତୁ ମୁଁ ଯାଏ ନାହିଁ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତଙ୍କର କିଛି ନା କିଛି ଆଶା ତଥା କାମନା ପରିପୂର୍ଣ୍ଣ ହେବାରେ ମୁଁ ମଧ୍ୟ ଦେଖିବାକୁ ପାଇଲି। ସେଥିପାଇଁ ମୋ ମନରେ କୌଣସି ନା କୋଉଠି ଜାଗ୍ରତ ହେଲା ଯେ ମୁଁ ଦିନେ ନା ଦିନେ ନିଶ୍ଚିତ ବାବାଙ୍କର ଶରଣାପନ୍ନ ହେବି ଏବଂ ମୁଁ ମଧ୍ୟ ପ୍ରତିବଦ୍ଧ ହୋଇ ପ୍ରତିଜ୍ଞାବଦ୍ଧ ହୋଇ ମୁଁ ମଧ୍ୟ ବାବାଙ୍କ ପାଖକୁ ପ୍ରତିଦିନ ସୋମବାରରେ ମୁଁ ଯିବାକୁ ଲାଗିଲି। କାହିଁକିନା ବାବାଙ୍କର କହିବାକୁ ଅଛି ଯେ ପ୍ରତିବାର ନ ଗଲେ ବି ଗୋଟେ ଦିନ ଆମକୁ ସମୟ କାଢିକି ଯିବାର ଅଛି। ସେଥିପାଇଁ ମୁଁ କଣ କଲି ନା ଆଜିକୁ ପ୍ରାୟ 2 ବର୍ଷ ହେଇଗଲା ମୁଁ ପ୍ରତିଦିନ ବାବାଙ୍କ ପାଖକୁ ଯାଉଛି ଏବଂ ବାବାଙ୍କର ମହିମା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେତେବେଳେ ମୁଁ ପ୍ରଥମେ ଯାଇ ପହଞ୍ଚିଲି ବାବାଙ୍କର ସେ ଆମର ଯେ ପୂଜକ ଅଛନ୍ତି ମନ୍ଦିର କଥା ଯେତେବେଳେ ସେ ପୂଜା କଲେ ସେ ମନ୍ତ୍ର ଶୁଣି ମୋ ମନ ମୁଗ୍ଧ ହେବା ସହିତ ମୁଁ ମାନେ ଭାବିଲି ଯେ ସତରେ ବାବା ମୋ ପାଖରେ ମାନେ କଣ ଆବିର୍ଭାବ ହେଇଛନ୍ତି କି, ସେଇଟା ମତେ ବହୁତ ସ୍ତବ୍ଧ କରିଦେଲା ଏବଂ ମୁଁ ତାପରେ ଲାଗିଲି କି ବାବାଙ୍କର କିଛି
କିଛି ନା କିଛି ଅପରୂପ ମହିମା ଅଛି। ସେଥିପାଇଁ ମୁଁ ସବୁବେଳେ ବାବାଙ୍କ ନିକଟକୁ ଗଲି ଏବଂ ବାବାଙ୍କ ପାଖରେ କିଛି ଅଭ୍ୟାସ ତଥା କାମନା ରଖିଲି ଏବଂ ମୁଁ ମଧ୍ୟ ଆଶାବଦ୍ଧ ଯେ ଭଗବାନ ତ ପ୍ରତି ମୁହୂର୍ତ୍ତରେ ଆମର ପରୀକ୍ଷା ନେଇଥାନ୍ତି। ଭକ୍ତ ଭଗବାନର ଭାବ କହିଲେ ବୁଝି ହେବ ନାହିଁ। ସେଥିପାଇଁ ମୁଁ ମଧ୍ୟ କଣ କଲି ନା ଆଜି ମଧ୍ୟ ମୁଁ ସଫଳତା ପାଇନାହିଁ, କିନ୍ତୁ ଆଶା ଅଛି ଯେ ମନରେ କେବେ ନା କେବେ ମୁଁ ସଫଳତା ପାଇବି ଏବଂ ମୁଁ ବାବାଙ୍କର ମହିମା ମଧ୍ୟ ମାନେ ଭଲ ଭାବରେ ଜାଣିବା ସହିତ ମୁଁ ସମସ୍ତଙ୍କୁ ମଧ୍ୟ ଅନୁଭୂତିର ମାନେ କଣ କରିବେ ବାଣ୍ଟି ପାରିବି। ବାବାଙ୍କର ମାନେ ଲଗ୍ନ ଧରା ହଉଛି, ଆଜି ମଧ୍ୟ ଭକ୍ତିପୂର୍ଣ୍ଣ ପରିବେଶ ଏଠି ମାନେ କଣ ସୃଷ୍ଟି ହେଇଛି ଏବଂ ଭକ୍ତଙ୍କର ସମାଗମ ହେଇଛି। ମୁଁ ଅତ୍ୟନ୍ତ ଖୁସି ଯେ ମୁଁ ଆଜି ଏଇଠି ଏଇ ମାନେ କଣ କରିବି ଏଇ ପରିସ୍ଥିତିରେ ଏଇଠି ମୁଁ ବର୍ତ୍ତମାନ ଉପସ୍ଥିତ ରହିଛି ସମସ୍ତଙ୍କ ସହିତ ତଥା ଆମ ଲଗ୍ନ ସହିତ ମୁଁ ଦେଖିପାରୁଛି। ସେତିକି ବାସ୍ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ବହୁତ ଖୁସି ମଧ୍ୟ ଅନୁଭବ କରୁଛି। ମୁଁ ଶ୍ରୀ ସୁଶାନ୍ତ କୁମାର ଦୀକ୍ଷିତ, ପୂଜକ ଶ୍ରୀ କୁମାର ସେ ମହାଦେव ମନ୍ଦିର ନୂଆ ଷ୍ଟେସନ ଗୁଆମଳା। ଆଜି ଆମର ପୂର୍ବ ପ୍ରସ୍ତୁତି କ୍ରମେ ଆଜି ଆମର ଲଗ୍ନଧାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସକାଳୁ ପ୍ରଥମେ ପ୍ରଭୁଙ୍କର ନୀତିକାନ୍ତି ହେଲା ପରେ ଯେ କନ୍ୟା ପିତା ସେ ଆସି ସକାଳେ ପ୍ରଥମେ ପ୍ରଭୁଙ୍କୁ ପୂଜା କରିଥିଲେ। ତାପରେ ଆମେ ସେ ଆସି ମଧ୍ୟ କନ୍ୟା ଘରେ ଯେଉଁ ଆମ ଠାକୁରାଣୀଙ୍କ ଘରେ ଏଠି ଅଛି ଆମ ମନ୍ଦିର ଠାରୁ 100 ମିଟର ଦୂରରେ ମା ଜଗଦୀଶ ଦେବୀଙ୍କ ମନ୍ଦିର, ସେଠି ସେ ମଧ୍ୟ ପୂଜା କରିଥିଲେ ଏବଂ ତାଙ୍କର ଶୁଭ ଆଶୀର୍ବାଦ ନେଇ ଆଜି ଆମେ ଦିନ 3ଟାରୁ 5ଟା ମଧ୍ୟରେ ଆମର ସେଠୁ ବାହାରିଥିଲୁ କୁମାରେଶ୍ୱର ମନ୍ଦିରରୁ। ଆଜି ଏଠି ଆମେ ଲଗ୍ନଧାରା କାର୍ଯ୍ୟକ୍ରମ କରିବା ପାଇଁ, ସେ ଲଗ୍ନଧାରା କାର୍ଯ୍ୟକ୍ରମ ପାଇଁ ଆମ କେବଳ ଆମ ଗାଁ ନୁହେଁ, ପାଖାପାଖି 5-10ଟି ଗାଁର ଶତାଧିକ ଭକ୍ତ ଆସି ଏଠି ପହଞ୍ଚିଛନ୍ତି। ଆଉ ବରେଣ୍ୟ ବ୍ରାହ୍ମଣମାନେ ଶ୍ରୀଯୁକ୍ତ ଦେବେନ୍ଦ୍ର ଉଦ୍ଗାତା, ତାଙ୍କର ଅନୁପସ୍ଥିତି ସତ୍ତ୍ୱେ ଦିଲ୍ଲୀପ ଉଦ୍ଗାତା, ଆଉ କଳ୍ପତରୁ ଉଦ୍ଗାତା, ବୁଦ୍ଧିରାମ ଶତପଥୀ, ବାବୁଲା ଶତପଥୀ ଏବଂ ଅନ୍ୟ ବରିଷ୍ଠ ବ୍ରାହ୍ମଣମାନଙ୍କ ଦ୍ୱାରା ଆଜି ଏହି ଲଗ୍ନଧାରା କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ। ଆଉ ଏହି ଲଗ୍ନଧାରା କାର୍ଯ୍ୟକ୍ରମ ପରେ ପ୍ରାୟ ଆମେ 18 ତାରିଖ ଦିନ ବର୍ଦ୍ଧା କରାଯିବ ବା ସେଟାକୁ ଆମେ ବର ନିମନ୍ତ୍ରଣ ମଧ୍ୟ କହିପାରିବା। ସେଦିନ 18 ତାରିଖ ଦିନ ଆମେ ସେଇ କାର୍ଯ୍ୟକ୍ରମ ହେବ ଏବଂ 19 ତାରିଖ ଦିନ ଆମର ପ୍ରଭୁଙ୍କର ବିବାହ ଉତ୍ସବ ପାଳନ କରାଯିବ।